କିଛି ଭଉଣୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଆମର ଦାବି କିଛି ଭଉଣୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଆମର ପର୍ଯ୍ୟନ୍ତ ଇସି ପଦବୀ ରହିବା ଆମର ଦାବି 65 ବର୍ଷ ପର୍ଯ୍ୟନ୍ତ ଇସି ପଦବୀ ରହିବା ଆମର ଦାବି କିଛି ମେମ୍ବରମାନଙ୍କୁ ଦରମା ଦିଆଯାଉ ଆମର ଦାବି କିଛି ମାମାନଙ୍କୁ 65 ବର୍ଷ ପର୍ଯ୍ୟନ୍ତ ପେନସନ ମିଳୁ ଆମର ଦାବି କିଛି ଭଉଣୀମାନଙ୍କୁ मिशन शक्ति जिंदाबाद इनकलाब जिंदाबाद इनकलाब जिंदाबाद ଏତିକି ମୁଁ ସମସ୍ତ ପ୍ରତିଶ୍ରୁତି ରହୁଛି ମୟୂରଭଞ୍ଜ ମିছিল ମହାସଂଘ କେବେ ପଛକୁ ହରିବନି ଏବଂ ତା ଦାବି ସେ ପୂରଣ କରିକି ଦେଖେଇବ। ଆମର ଦାବି ନ୍ୟାୟ ଦାବି ସରକାର ତୁମେ ମାନି ଯେ ରାସ୍ତାରେ ନିଆଁ ଜଳିବ ଯଦି ନ କରିବ ରାଜ ରାସ୍ତାରେ ଲଢ଼େଇ ହବ। ଧନ୍ୟବାଦ। ମୟୂରଭଞ୍ଜ ଏସି ମିଶନ ଶକ୍ତି ମହାସଂଘ ଜିନ୍ଦାବାଦ। କିଛି ଭଉଣୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଆମର ଦାବି କିଛି ଭଉଣୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଆମର ପର୍ଯ୍ୟନ୍ତ ଇସି ପଦବୀ ରହିବା ଆମର ଦାବି 65 ବର୍ଷ ପର୍ଯ୍ୟନ୍ତ ଇସି ପଦବୀ ରହିବା ଆମର ଦାବି କିଛି ମେମ୍ବରମାନଙ୍କୁ ଦରମା ଦିଆଯାଉ ଆମର ଦାବି କିଛି ମାମାନଙ୍କୁ 65 ବର୍ଷ ରିଷ୍ଟ୍ରକ୍ଚରିଂ ନାମରେ ଆମକୁ ବାହାର କରିଦିଆଯାଉଛି। ଏଟା କଣ ଠିକ ଅଛି? ଏ ଆନ୍ଦୋଳନ ଆଜି ନା ଅନବରତ ଚାଲିବ? ଅନବରତ ଚାଲିବ। ଯାହା ହବ ଆପଣ